শাস্ত্র যে গীতা অধ্যয়ন করিব হ্যালো যে গীতা অধ্যয়ন করিথায় ତା ପାଇଁ ପୃଥିବୀର ଅନ୍ୟ କୌଣସି ଶାସ୍ତ୍ର ସଂଗ୍ରହର ପ୍ରୟୋଜନ ନଥାଏ। ତା କାରଣ ଗୀତା ହେଉଛି ସ୍ୱୟଂ ଭଗବାନଙ୍କର ମୁଖ ବାଣୀ ନିଃସୃତ ଜ୍ଞାନ। ଯେଉଁ ଜ୍ଞାନରୁ ସୃଷ୍ଟି ହେଇଛି ଶହ ଶହ ଅଗଣିତ ଶାସ୍ତ୍ର, ଯେଉଁ ଜ୍ଞାନ ମଞ୍ଜିରୁ ସୃଷ୍ଟି ହେଇଛି ଏ ଅନେକ ଶାସ୍ତ୍ର ନାମକ ପତ୍ର ବିଶିଷ୍ଟ ଏକ ମହାବୃକ୍ଷ। ତେଣୁ ଏ ମହାବୃକ୍ଷର ପ୍ରତ୍ୟେକ ପତ୍ର ଘାଣ୍ଟିବା ଅପେକ୍ଷା ଯଦି ଆମେ ଗୀତା ଜ୍ଞାନ ଭିତରକୁ ପ୍ରବେଶ କରିବା ହୁଏତ ଆମକୁ କୌଣସି ଶାସ୍ତ୍ର ଅନୁସନ୍ଧାନ କରିବାକୁ ପଡ଼ିନପାରେ। ଏହା ହେଉଛି ଗୀତାର ପ୍ରଥମ ଶ୍ଲୋକର ଅର୍ଥ। ତେଣୁ ଗୋଟିଏ ତରାଜୁରେ ଆମେ ଯଦି ଗୋଟିଏ ପକ୍ଷରେ ଗୀତା ରଖିବା ଏବଂ ଅନ୍ୟ ପକ୍ଷରେ ପୃଥିବୀର ସମସ୍ତ ଶାସ୍ତ୍ର ରଖିବା ଗୀତା ହିଁ ଓଜନଦାର ହେଇ ରହିବ। ତେଣୁ ଏଇ ଭାବତା ବୁଝିପାରିଛନ୍ତି ବୋଧହୁଏ ଏଇ କିର୍ଗିଜପାଳ ଅଞ୍ଚଳର ସେଇ ଦମ୍ପତି ଯିଏ ହେଉଛନ୍ତି ମମତା ଏବଂ ମନୋଜ କୁମାର। ସର୍ବପ୍ରଥମେ ମୁଁ ସେଇ ଦମ୍ପତିକୁ ମଞ୍ଚାସୀନ ହେବା ମଞ୍ଚକୁ ଆସିବା ପାଇଁ ମୁଁ ସ୍ୱାଗତ କରୁଛି। ସମସ୍ତଙ୍କୁ ଅନୁରୋଧ କରିବି କରତାଳି ଦ୍ୱାରା ତାଙ୍କୁ ସର୍ବପ୍ରଥମ ମଞ୍ଚକୁ ସ୍ୱାଗତ କରିବା। ମମତା ଏବଂ ମନୋଜ କୁମାର ପ୍ଲିଜ୍ ଆସନ୍ତୁ ମଞ୍ଚ ଉପରକୁ। କରତାଳି ଦେଇକି ତାଙ୍କୁ ସ୍ୱାଗତ କରିବା। ଜଣେ ସୁସାହିତ୍ୟିକ ହିସାବରେ ସାରା ଓଡ଼ିଶାରେ ପରିଚିତ ହୋଇଛନ୍ତି କବି ଦେବେନ୍ଦ୍ର କୁମାରକୁ ଅନୁରୋଧ କରିବି ସେ ମଧ୍ୟ ମଞ୍ଚାସୀନ ହେବେ। ବହୁ ଲୋକଙ୍କ ମୁଖରୁ ଯେଉଁ ବାଣୀ ନିଃସୃତ ହୁଏ ତାକୁ ଈଶ୍ୱର ବାଣୀ କହିଥାନ୍ତି। ତେଣୁକରି ଗୋଟେ କଥା ଅଛି, ତେଣୁ ଅନେକ ଲୋକଙ୍କୁ ନେଇ ଏସବୁ କାର୍ଯ୍ୟକ୍ରମ କରାହେଇଥାଏ। ତା କାରଣ ଆପଣମାନେ ଜାଣିଥିବେ ରାମାୟଣର ଗୋଟେ ତଥ୍ୟ ରହିଛି। ରାମ ବନବାସ ହୋଇଥିଲେ କାହିଁକି? ରାମ ବନବାସ ହେବାର ଏକ ଗୁପ୍ତ ତଥ୍ୟ ରହିଛି ଯାହା ପ୍ରକାଶ ହୋଇଛି ରାମାୟଣରେ, ସେ ତ ସମସ୍ତେ ଜାଣିଛନ୍ତି। ଆଉ ଗୋଟେ ତଥ୍ୟ ରହିଛି, ଅଯୋଧ୍ୟାକୁ ବିପଦ ଆସିବାର ଥିଲା। ଅଯୋଧ୍ୟାକୁ ବିରାଟ ବଡ଼ ବିପଦ ଆସିବାର ଥିଲା, ଯେଉଁଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁର ସମ୍ଭାବନା ଥିଲା। ସେ ମୃତ୍ୟୁରୁ ବଞ୍ଚିବା ପାଇଁ, ଅଯୋଧ୍ୟା ରାଜ୍ୟକୁ ବଞ୍ଚିବା ପାଇଁ ସମସ୍ତେ ଏକ ସ୍ୱରରେ ଯଦି ଈଶ୍ୱରଙ୍କୁ ଡାକିବେ, ଭଗବାନଙ୍କୁ ଡାକିବେ, ହୁଏତ ଅଯୋଧ୍ୟା ବଞ୍ଚି ଯାଇପାରେ। ସେଇଥିପାଇଁ ଭଗବାନଙ୍କର ଅନ୍ୟ ନାମ ହେଉଛି ଶ୍ରୀରାମ। ତେଣୁ ଅଯୋଧ୍ୟା ଅଧିପତି ଦଶରଥଙ୍କର ଜ୍ୟେଷ୍ଠ ପୁତ୍ରଙ୍କ ନାମ ଥିଲା ଶ୍ରୀରାମ। ତେଣୁକରି ଏ ଯୋଜନା କରାଯାଇଥିଲା ଗୁପ୍ତରେ ଯେ ଏମିତି କିଛି କାର୍ଯ୍ୟ କରାଯିବ ଯେଉଁଥିରେ ସାରା ଦେଶବାସୀ ଭଗବାନଙ୍କୁ ଡାକିବେ ଶ୍ରୀରାମଙ୍କ ନାମରେ। ତେଣୁକରି ଏକ ଭଗବାନଙ୍କ ତରଫରୁ ଯାହା ଗୁପ୍ତ ଯୋଜନା ହେଇଥିଲା, ଭଗବାନଙ୍କ ତରଫରୁ ଯାହା ଗୁପ୍ତ ଯୋଜନା ହେଇଥିଲା, ଯାହାକି ଶାସ୍ତ୍ର ପୁରାଣରେ ବର୍ଣ୍ଣିତ ହେଇନାହିଁ, ଏହା ବ୍ରହ୍ମଜ୍ଞାନର ଉଦ୍ଧୃତ। ତେଣୁକରି ଏ ଯୋଜନାଟି ହେଇଥିଲା ରାମ ବନବାସ। ରାମ ବନବାସ ଶୁଣିଲା ପରେ ରାଜ୍ୟବାସୀ ସମସ୍ତେ ଚକିତ, ଆଶ୍ଚର୍ଯ୍ୟ ଏବଂ ଦୁଃଖିତ ହେଇଥିଲେ। ରାମ ଯେତେବେଳେ ବନବାସ ଯାଇଥିଲେ ଏହି ସମୟରେ ସାରା ଅଯୋଧ୍ୟାବାସୀ ହା ଶ୍ରୀରାମ ହେ ଶ୍ରୀରାମ ହେ ଶ୍ରୀରାମ ବୋଲି ଡାକ ଛାଡ଼ିଥିଲେ। ଏଇଥିପାଇଁ ଡାକ ଛାଡ଼ିଥିଲେ, ସେ ଯୋଜନା ହେଇଥିଲା, ତାପରେ ଅଯୋଧ୍ୟା ବଞ୍ଚି ଯାଇଥିଲା। ଇଏ ହେଉଛି ଗୁପ୍ତ ତଥ୍ୟ। ଇଏ ହେଉଛି ଗୀତାକୁ ପଢ଼ିଲେ ଜ୍ଞାନକୁ ବୁଝି ହୁଏ, ନହେଲେ ଅନ୍ୟ ଶାସ୍ତ୍ରରେ ଏସବୁ ବୁଝି ହୁଏ ନାହିଁ। ଗୋଟିଏ ମଞ୍ଜିରୁ ଯେମିତି ଏକ ବିଶାଳ ବୃକ୍ଷ ସୃଷ୍ଟି ହେଇଥାଏ, ସେ ବୃକ୍ଷ ପ୍ରତ୍ୟେକ ବର୍ଷରେ ପତ୍ରଝଡ଼ା ଦେଇଥାଏ ଏବଂ ତାର ପରିବର୍ତ୍ତନ ଆସିଥାଏ। ତେଣୁ ଜ୍ଞାନୋନ୍ମୁଖ ରୂପକ ଯେଉଁ ମଞ୍ଜି ସେ ହେଉଛି ଗୀତା। ସେଇଠୁ ସୃଷ୍ଟି ହେଇଛି ବିଶାଳ ବୃକ୍ଷ। ଏ ଶାସ୍ତ୍ର ଗୋଟିଏ ଶାସ୍ତ୍ର ଆଜି ଅଛି କାଲି ନାହିଁ। କେତେ ଶାସ୍ତ୍ର ସୃଷ୍ଟି ହେଉଛି, କେତେ ଶାସ୍ତ୍ର ନଷ୍ଟ ହେଉଛି, କିନ୍ତୁ ଗୀତା ଏମିତି ଏକ ଜିନିଷ ତାହା ଜ୍ଞାନ ରୂପରେ ପରିଚିତ। ତେଣୁ ସେ ଗୀତା ଜ୍ଞାନ ସ୍ୱଭାବ ସଂସ୍କାର ପରିବର୍ତ୍ତନ ହେଇଥାଏ। ତାକୁ ନେଇ ସେ ଜ୍ଞାନକୁ ଯିଏ ବୁଝିଥାଏ ସେ ନିଜ ସ୍ୱଭାବ ପରିବର୍ତ୍ତନ କରିଥାଏ, ନିଜ ପ୍ରକୃତି ପରିବର୍ତ୍ତନ କରିଥାଏ, ନିଜ ଚରିତ୍ର ନିର୍ମାଣ କରିଥାଏ।
ଏବଂ ନିଜର ଆତ୍ମାକୁ ସେହି ହିସାବରେ ତିଆରି କରିଥାଏ, ଯାହାଫଳରେ ସେଇ ଗୁଣଗୁଡ଼ା ଧାରଣ କରି ସେ ପରବର୍ତ୍ତୀ ଜନ୍ମକୁ ଯାଇଥାଏ, ଯାହାଫଳରେ ଗୀତା ଶାସ୍ତ୍ରର ପତ୍ର କାଗଜ ନଷ୍ଟ ହେଲେ ମଧ୍ୟ ଜ୍ଞାନ ଚାଲିଯାଏ ଆରପୁରକୁ, ଆର ଜନ୍ମକୁ। ଧାରତ ଇତି ଧର୍ମ, ସେ ଜ୍ଞାନ ଗୁଣ ସ୍ୱଭାବ ସଂସ୍କାରକୁ ଆତ୍ମା ଧାରଣ କରି ଯାଇପାରିଥିବା ହେତୁ ତାକୁ କୁହାଯାଏ ଧର୍ମ। ତେଣୁ ଗୀତା ପାଠ ପଢ଼ାଇଥାଏ, ସେଇଠି ହିଁ ଧର୍ମ ଥାଏ, ଯେଉଁ ଧର୍ମ ସନାତନ କୁହାଯାଏ। ସନାତନ ଅର୍ଥ ହେଉଛି ଅବିନାଶୀ। ତେଣୁ ଏଭଳି ଜ୍ଞାନକୁ ବୁଝି ଇଏ ସମସ୍ତ ଏ ଅଞ୍ଚଳର ସମସ୍ତ କାନରେ କେମିତି ଗୀତା ଜ୍ଞାନ ପଡ଼ୁ, ସମସ୍ତଙ୍କର ପବିତ୍ରତା ଆସୁ, ସମସ୍ତେ ଦେବ ସୁଲଭ ସ୍ୱଭାବ ସଂସ୍କାର ଧାରିତ ହୁଅନ୍ତୁ, ଏଇ ସୁସଂକଳ୍ପ ରଖିଥିବା ଦମ୍ପତି ହେଉଛନ୍ତି ମମତା ଏବଂ ମନୋଜ। ତେଣୁ ଆଉ ଥରେ ସେମାନଙ୍କର ଯେଉଁ ସୁସଂକଳ୍ପ ପାଇଁ ସମସ୍ତଙ୍କୁ ଅନୁରୋଧ କରିବି, ଜୋରଦାରଟେ କରତାଳି ଦେଇକି ଆମେ ତାକୁ ଉତ୍ସାହିତ କରିବା। ଏଭଳି କାର୍ଯ୍ୟକ୍ରମକୁ ଯେଉଁମାନେ ନେପଥ୍ୟରେ ଉତ୍ସାହିତ କରିଥାନ୍ତି, ପ୍ରେରଣା ଦେଇଥାନ୍ତି, ସେମାନଙ୍କୁ ଗୁରୁ କୁହାଯାଏ। ସେମାନେ ମଣିଷ ରୂପରେ ଥାନ୍ତି ସତ, କିନ୍ତୁ ସେମାନେ ଦେବାତ୍ମକ କହିଲେ ବି ଅତ୍ୟୁକ୍ତି ହେବ ନାହିଁ। ନର ରୂପରେ ନାରାୟଣ ଆସିଥାନ୍ତି ତାଙ୍କୁ ପ୍ରେରିତ କରିବା ପାଇଁ। ଯେମିତି ମହାଭାରତରେ ପାଣ୍ଡବ ଏବଂ କୌରବ ମଧ୍ୟରେ ଯୁଦ୍ଧ ହେଉଥିଲା, କିନ୍ତୁ ପାଣ୍ଡବଙ୍କର ପକ୍ଷରେ ନିଜେ ପରମାତ୍ମା ଭଗବାନ ଥିଲେ ଗୁରୁ ହିସାବରେ। ମଣିଷ ଶରୀର ହେଲେ ମଧ୍ୟ ତାଙ୍କର ପ୍ରେରଣା, ତାଙ୍କର ନିର୍ଦ୍ଦେଶ, ତାଙ୍କ ଉପଦେଶକୁ ମାନି ଚାଲିଥିବା ପାଣ୍ଡବ ଶେଷରେ ବିଜୟ ଲାଭ କରିଥିଲେ। ତେଣୁ ସେଇଭଳି ଏଠି ପଛରେ ଥାଇ ନେପଥ୍ୟରେ ଥିଲେ ମଧ୍ୟ ପଛରୁ ଠେଲୁଥିବା, ଦୀପକୁ ଠେଲି ଠେଲି ଜାଳୁଥିବା ଯେଉଁ ଗୁରୁ ଅଛନ୍ତି, ସିଏ ହେଉଛନ୍ତି ଆମ ଅଞ୍ଚଳର ଜଣେ ଗୁରୁ ପଣ୍ଡିତ ରତିକାନ୍ତ ବୈଦ୍ୟ ମହୋଦୟ। ତାଙ୍କ ପାଇଁ ମଧ୍ୟ ଆମେ ଜୋରଦାର କରତାଳି ଦେବା। ସୁଗ୍ରୀବ ଭଳି ରାମଚନ୍ଦ୍ରକୁ ସାହାଯ୍ୟ କରି ଏ ଦେଶ ଦୁନିଆର ରାବଣତ୍ୱକୁ ନଷ୍ଟ କରିବା ପାଇଁ ଯିଏ ସାହାଯ୍ୟ କରିଥାନ୍ତି, ସେ ପ୍ରକୃତ ରାମଚନ୍ଦ୍ରଙ୍କ ବନ୍ଧୁ ହେଇଥାନ୍ତି। ସେହିଭଳି ଜଣେ ସାହିତ୍ୟିକ ବନ୍ଧୁ ଏବଂ କବି ଦେବେନ୍ଦ୍ର କୁମାର ନାୟକ ଆମ ଗହଣରେ ଉପସ୍ଥିତ ଅଛନ୍ତି। ତାକୁ ମଧ୍ୟ ସମ୍ମାନିତ କରିବା ଜୋରଦାର କରତାଳି ଅନୁରୋଧ କରୁଛି। ତ ଇତି ଅବସରରେ ମୁଁ ସର୍ବପ୍ରଥମେ ଅନୁରୋଧ କରିବି ମମତାଙ୍କୁ, ଯିଏକି ଆପଣଙ୍କ ଭାବନାରେ ଏମିତି କେମିତି ସୃଷ୍ଟି ହେଲା ଏ କାର୍ଯ୍ୟକ୍ରମ ଏଠି ଆରମ୍ଭ କରିବା ପାଇଁ ଅଳ୍ପ ସମୟ ମଧ୍ୟରେ ଆପଣ ଟିକେ ସୂଚନା ଦେବେ। ମମତା ସର୍ବପ୍ରଥମେ କଥା, ସେଥିପାଇଁ ତାଙ୍କୁ ଉତ୍ସାହିତ କରିବା ପାଇଁ, ତାଙ୍କୁ ପ୍ରେରଣା ଦେବା ପାଇଁ, ତାଙ୍କୁ ଆଶୀଷ ଦେବା ପାଇଁ ଜୋରଦାର କରତାଳି ସମସ୍ତେ ଦିଅନ୍ତୁ। ତ ବର୍ତ୍ତମାନ ମୁଁ ମମତାଙ୍କୁ ଅନୁରୋଧ କରିବି, କେବେଠୁ କାହିଁକି ଆପଣଙ୍କ ମନରେ ଭାବନା ସୃଷ୍ଟି ହେଲା ଏଠି ଗୀତା ଯଜ୍ଞ ଆଉ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ? ଧନ୍ୟବାଦ ନାନା। ମୁଁ ଏଇ ଗାଁକୁ ବୋହୂ ହେଇ ଆସିଲା ଦିନଠାରୁ, ଏଇଟା ମୋ ନିଜସ୍ୱ କଥା କହିବା ପାଇଁ ଚାହୁଁଛି। ମୁଁ ଏଇ ଗାଁକୁ ବୋହୂ ହେଇ ଆସିଲା ଦିନଠାରୁ ମୁଁ ଏଇ ପରିବେଶ ଦେଖିକି ମୋ ମନ ଭିତରେ ଗୋଟେ ଜାଗ୍ରତ ହେଲା କି କିଛି ପରିବର୍ତ୍ତନ କରିବା ପାଇଁ। ଯଦି ଭଗବାନ ମୋତେ ଜନ୍ମ ଦେଇକି କିଛିଟା ଯଦି ପରିବର୍ତ୍ତନ ମୋ ଦ୍ୱାରା ଯଦି କରିବା ପାଇଁ ଯଦି ଚାହୁଁଛନ୍ତି, ତ ସେଠି ମୁଁ କହିବାଟା ତ ଖରାପ ହେବ, କହିବା କଥା ନୁହଁ। ତ ଭଗବାନ ଯଦି ଆମମାନଙ୍କ ଦ୍ୱାରା କିଛି ପରିବର୍ତ୍ତନ କରିବା ପାଇଁ ଆଶା ରଖିଛନ୍ତି, କି ଯଦି ଆମ ମାଧ୍ୟମରେ କିଛି କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆମେ ସେଥିରେ ପଛଘୁଞ୍ଚା କାହିଁକି ଦେବା? ତ ଭଗବାନ ଆମକୁ ହାତ ଦୁଇଟା ଦେଇଛନ୍ତି କିଛି ଦାନ ଧର୍ମ କରିବା, ଆଖି ଦୁଇଟା ଦେଇଛନ୍ତି କିଛି ଧର୍ମ କାର୍ଯ୍ୟ ଦେଖିବା, ପାଦ ଦୁଇଟା ଦେଇଛନ୍ତି କି ଆମେ ସୁମାର୍ଗରେ ଚାଲିବା, ଆଉ ଏ ଶରୀର ଦେଇଛନ୍ତି। ଆମର ଏ ଶରୀର ଆମର ନୁହଁ, ଇଏ ହେଉଛି ଭଗବାନଙ୍କର ଦାନ। ଆମେ କେବଳ ଅଭିନୟ କରିବା ପାଇଁ ଆମକୁ ଭଗବାନ ଏଠିକି ପଠାଇଛନ୍ତି। ଆମେ ନିଜକୁ ଚିହ୍ନି ନ ପାରିକି ଆମେ ଆତ୍ମଗର୍ବରେ ମଜି ରହିବା ଦ୍ୱାରା ଆମର କେତେ କ୍ଷତି ହେଉଛି, ଆମର ଆସନ୍ତା ପିଢ଼ି, ଆମର ଭବିଷ୍ୟତ ଯେ କେତେ ରସାତଳକୁ ଖସି ଯାଉଛି, ଏ କଥା ମୋର ସେ ଜ୍ଞାନ ନାହିଁ ଭାଷାରେ କହିବା ପାଇଁ ଆପଣମାନଙ୍କୁ ବୁଝେଇକି। ତ ନନା ୟା ବିଷୟରେ ଟିକେ ଭଲ କି କହିବେ। ମୁଁ କେବଳ ଏତିକି ଆଶା କରିଛି, ଯେହେତୁ ମୁଁ ଏଇ ଗାଁକୁ ବୋହୂ ହେଇକି ଆସିଛି, ମୋ ଶାଶୁ ଶ୍ୱଶୁରଙ୍କ ସମ୍ମତିକ୍ରମେ, ମୋ ଶାଶୁ ଶ୍ୱଶୁରଙ୍କର ତାଙ୍କର ଇଚ୍ଛା ସତ୍ତ୍ୱେ ମୋତେ ସପୋର୍ଟ କରିଛନ୍ତି। ମୋର ମହାନ ସ୍ୱାମୀ ଜଣକୁ ବି ମୁଁ ଧନ୍ୟବାଦ ଜଣାଉଛି କି ମୋତେ ଏତେ ବଡ଼ କାର୍ଯ୍ୟକ୍ରମ କରିବା ପାଇଁ ମୋତେ ସପୋର୍ଟ
ସପୋର୍ଟ ଦେଇଛନ୍ତି ପରିବାର ତରଫରୁ। ତେଣୁ ମୁଁ ମୋ ପରିବାରକୁ ଧନ୍ୟବାଦ ଦେଉଛି କି ମୁଁ ଗୋଟେ ଏଇଭଳିଆ ପରିବାରର ବୋହୂ ହେଇଛି। ଏଇ ଗାଁରେ ତ କେତେ ଝିଅ କେତେ ବୋହୂ ଆସିଛନ୍ତି। ତେଣୁ ମୋ ଶାଶୁ ଶ୍ୱଶୁରଙ୍କ ଭଳିଆ ଶାଶୁ ଶ୍ୱଶୁର କି ନହେଲେ ମୋ ସ୍ୱାମୀଙ୍କ ଭଳିଆ ସ୍ୱାମୀ ସମସ୍ତଙ୍କୁ ମିଳନ୍ତୁ। ମୋ ସ୍ୱାମୀଙ୍କ ଭଳିଆ ସ୍ୱାମୀ ସମସ୍ତଙ୍କ ଜୀବନରେ ଆସନ୍ତୁ। ମୋ ପରିବାର ଭଳିଆ ପରିବାର ସମସ୍ତଙ୍କୁ ମିଳନ୍ତୁ। ଏଇ ଆଶା ରଖିକି ଏ ଯଜ୍ଞର ଆୟୋଜନ ମୁଁ କରିଛି କି ଆମ ସମାଜର, ଆମ ପରିବେଶର, ଆମ ପାରିପାର୍ଶ୍ୱିକ ପରିସ୍ଥିତିର ସବୁ କିଛି ପରିବର୍ତ୍ତନ ଆଣିବାର ଅର୍ଥ ହେଉଛି ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରୁ। ଏହି ଆଶା ରଖିକି ମୁଁ ଭଗବାନଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଛି କି ଆଗାମୀ ଅଧ୍ୟାୟରେ ଆଜି ଯେଉଁ ପ୍ରକାର ପରିସ୍ଥିତି କି ଯେଉଁ ପ୍ରକାର କାର୍ଯ୍ୟକ୍ରମ ହେଉଛି ଇଏ ବଡ଼ ହଉ। ଧୀରେ ଧୀରେ ସମସ୍ତେ ଜାଣନ୍ତୁ କି ଏଇ ଏରିଆରେ, ଏଇ ଅଞ୍ଚଳରେ ଗୋଟେ ଯଜ୍ଞ ବୋଲି ଗୋଟେ ଜିନିଷ କ'ଣ ଗୋଟେ ହେଉଛି। ତ ମୁଁ ବିଶେଷ କରି ମୁଁ କେବଳ ଗୋଟିଏ ପ୍ରକାର ଧନ୍ୟବାଦ ଦେବି କି ମୋ ପରିବାରକୁ। ମୋ ପରିବାର ଏତେ ବଡ଼ କାର୍ଯ୍ୟକ୍ରମରେ କୌଣସି ବାଧାବିଘ୍ନକୁ ପଛରେ ପକାଇ ମୋତେ ସପୋର୍ଟ କରିଛନ୍ତି ଏତେ ବଡ଼ କାର୍ଯ୍ୟକ୍ରମ କରିବା ପାଇଁ। ସେଇଥିପାଇଁ ମୋ ପରିବାରକୁ ମୁଁ ଧନ୍ୟବାଦ ଦେଉଛି। ଆଉ ବିଶେଷ କରି ମୋ ଗାଁ ଲୋକମାନଙ୍କୁ ମୁଁ ଧନ୍ୟବାଦ ଦେଉଛି କି ମୋତେ ସମସ୍ତେ ସାହାଯ୍ୟ ସହଯୋଗ କରୁଛନ୍ତି। ସମସ୍ତଙ୍କ ପ୍ରେରଣାରେ, ସମସ୍ତଙ୍କ ଆଶୀର୍ବାଦରେ ଆଜି ଏତେ ବଡ଼ କାର୍ଯ୍ୟକ୍ରମ ହେଉଛି। ସେଇଥିପାଇଁ ମୁଁ ଭଗବାନଙ୍କ ପାଖରେ ମୁଁ ତାଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି କି ସମସ୍ତଙ୍କୁ ଖୁସିରେ ରଖନ୍ତୁ। ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ। ସୁନ୍ଦର କଥା। ଅନେକ ଲୋକଙ୍କ ପାଖରେ ସଂକଳ୍ପ ବହୁତ ସୁନ୍ଦର ଥାଏ କିନ୍ତୁ ବାଣୀରେ ପ୍ରକାଶ କରିପାରନ୍ତି ନାହିଁ। ଅନେକ ଲୋକଙ୍କ ପାଖରେ ସଂକଳ୍ପ ବହୁତ ସୁନ୍ଦର ଥାଏ କିନ୍ତୁ ବାଣୀରେ ପ୍ରକାଶ କରିପାରନ୍ତି ନାହିଁ, ତାହା କର୍ମରେ ପ୍ରକାଶ କରନ୍ତି। ସେଇଭଳି ଜଣେ ମହିଳା ସେ ହେଉଛନ୍ତି ମମତା। ତାଙ୍କ ଭାବନାରେ ଯାହା ଥିଲା ସେ ଆଜି ଧୀରେ ଧୀରେ ତା କର୍ମରେ ପ୍ରମାଣ କରିବା ପାଇଁ ଚେଷ୍ଟା କରୁଛନ୍ତି। ତାଙ୍କ ସଂକଳ୍ପ ଅନୁଯାୟୀ ସେଭଳି ସ୍ୱାମୀ, ଶାଶୁ, ଶ୍ୱଶୁର, ପରିବାର ପାଇଛନ୍ତି। ଗୋଟେ କଥାର ଅଛି, ଆମେ ଆମ ପାଖରେ ଯେତେ ସବୁ ସମ୍ପର୍କ ଅଛି ସେ ସମ୍ପର୍କରେ ଧର୍ମ ଶବ୍ଦଟା କେଉଁଠି ଲାଗିନଥାଏ। ଧର୍ମ ପୁତ୍ର, ଧର୍ମ ଭାଇ, ଧର୍ମ ଏସବୁ ଜିନିଷ ବାହାରିଆ ଲୋକଙ୍କୁ ପାଇଥାଏ। କିନ୍ତୁ ନିଜ ସ୍ତ୍ରୀକୁ କୁହାଯାଏ ଧର୍ମ ପତ୍ନୀ। କାହିଁକି ଧର୍ମ ପତ୍ନୀ କୁହାଯାଇଥାଏ? ଅର୍ଥାତ୍ ପତନରୁ ଉଦ୍ଧାର କରେ ଯେ ସିଏ ପତ୍ନୀ, ଯେ ସ୍ୱାମୀକୁ ଧର୍ମାନ୍ତରୀକରଣ କରି ପ୍ରକୃତ ଧର୍ମରେ ପଦାନୁସରଣ କରେଇ ନିଜ ସ୍ୱାମୀ, ନିଜ ପରିବାର ଏବଂ ନିଜ ପରିବାର ଯେଉଁ ଗାଁରେ ରହିଥାନ୍ତି, ଯେଉଁ ବସ୍ତିରେ ରହିଛନ୍ତି, ଯେଉଁ ଅଞ୍ଚଳରେ ରହିଛନ୍ତି, ସେହି ସମସ୍ତଙ୍କର ମଙ୍ଗଳ କାମନା କରିବା ପାଇଁ ଯେଉଁ ମହିଳା କରିଥାଏ ସେ ପ୍ରକୃତ ଧର୍ମ ପ୍ରତି କାର୍ଯ୍ୟକ୍ରମ କରୁଛନ୍ତି। ତେଣୁ ତା ବହୁତ ବହୁତ ଧନ୍ୟବାଦ ନିଶ୍ଚିତ ଦେଉଛି। ବାସ୍ତବିକ ଗୀତା ଜ୍ଞାନ ହେଉଛି ଏକ ଆଧ୍ୟାତ୍ମିକ ଜ୍ଞାନ। ଯେମିତି ଶରୀର ଥିଲେ କିଛି ଲାଭ ନାହିଁ ଯେ ଶରୀରରେ ଆତ୍ମାଟି ନଥିବ। ଆତ୍ମା ଚାଲିଗଲେ ତାକୁ ଏକ ଜଡ଼ ଶରୀର ବା ମୁର୍ଦାର କୁହାଯାଏ। ଠିକ୍ ସେମିତି ଯେ ପର୍ଯ୍ୟନ୍ତ ଶରୀରରେ ଆତ୍ମା ଅଛି ସେ ଶରୀର ଚଳାୟମାନ ହେଇଥାଏ, ସବୁକିଛି କରିଥାଏ। ତେଣୁ ସେଇ ଆତ୍ମା ବିଷୟରେ ଜ୍ଞାନକୁ ଜାଣିବା ଅପରିହାର୍ଯ୍ୟ ହୋଇଥାଏ ପ୍ରତ୍ୟେକ ମଣିଷଙ୍କ ପାଖରେ। ସେ ଆତ୍ମଜ୍ଞାନ ଆଜି କଳିଯୁଗରେ ଲିଭି ଯାଇଛି, ହଜି ଯାଇଛି। ତେଣୁ ତାକୁ କଳିଯୁଗ କୁହାଯାଉଛି। କଳିଯୁଗ ପରେ ସତ୍ୟଯୁଗ ଆସିବ। ସତ୍ୟଯୁଗ ସେମିତି ଏକ ବଡ଼ ଧରଣ ନୁହଁ। ସତ୍ୟଯୁଗ ହେଉଛି କେବଳ ଆମର ପରିବର୍ତ୍ତନ। ଆମ ଭିତରେ ହିଂସା, ଦ୍ୱେଷ, ଈର୍ଷା ଏସବୁ ଜିନିଷ, ନକାରାତ୍ମକ ଜିନିଷ ରହିଛି, ଯେଉଁ ଆଶ୍ରିକ ଗୁଣ ପଶୁତ୍ୱ ରହିଛି, ସେସବୁ ନଷ୍ଟ ହୋଇଗଲେ ଆମ ଜୀବନରେ ହିଁ ସତ୍ୟଯୁଗ ଆସିଯିବ। ତେଣୁକରି ଏହିସବୁ ପ୍ରୟାସ ତାହା କେବଳ ଆଧ୍ୟାତ୍ମିକ ଜ୍ଞାନ ମାଧ୍ୟମରେ ହିଁ ହେଇଥାଏ। ତେଣୁ ସିଏ ଯାହା ବି ବୁଝିଛନ୍ତି ମୁହଁରେ ସିନା କହିପାରୁନାହାନ୍ତି, ତେଣୁ ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି। ବାସ୍ତବିକ ଜଣେ ବାହାରିଲେ ଗୋଟିଏ ଦୀପରୁ ଅନେକ ଦୀପ ଜଳିଥାନ୍ତି, ତାକୁ ପ୍ରକୃତ ଦୀପାବଳି କୁହାଯାଇଥାଏ। ତେଣୁ ଆଜି କିର୍ଗିଜପାଳ ଏକ ଏମିତି ଏକ ଭୂମି, ଏଇ ଭୂମିରୁ କେତେ ଯେ ବିକାଶ ହେଉଛି। ଏଇ ଭୂମିରୁ କିଏ ଯାଇକି ସାରା ବିଶ୍ୱରେ ପରିଚିତ ହେଉଛି, କିଏ ରାଷ୍ଟ୍ରରେ ପରିଚିତ ହେଉଛି। ଏ ବାଟିରେ ଅପେରାଠୁ ଆରମ୍ଭ କରି, ଯାତ୍ରାଠୁ ଆରମ୍ଭ କରିକି, ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରିକି ଆଜି ଧର୍ମ କାମରେ ମଧ୍ୟ 1 ନମ୍ବର ପହଞ୍ଚି ଯାଇଛି। ଯେ ପ୍ରତିବର୍ଷ ଗୀତା ଯଜ୍ଞ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ କରିଯାଉଛନ୍ତି। ତେଣୁ ନିଶ୍ଚିତ ଭାବେ ଏ ଗାଁ ମାଟି ଧନ୍ୟ ହୋଇଯାଇଛି। ତେଣୁ ସେଥିରେ ଆମର ଅଛନ୍ତି ଯେଉଁ ମନୋଜ ବାବୁ, ସିଏ
मनोज बाबू से बहुत समर्थन करछन्ति। मु आशा करी ये गाँव में जिते भी अच्छा समस्ते धीरे धीरे ये कार्यक्रम सहयोग करंतु। या परवर्ती कार्यक्रम ये गीता ये प्रकृत जीवन दर्शन विषय निश्चित भाव आलोचना करवा। टिके टिके जाऊँगी समय समय आसूची राति हो गलानी। या पर्वत आसंता वर्ष को मैं आशा करी मंच उच्च हो जाइथिबो। मैं आशा करी जो उपरवाला को ध्यान रखिले उपरवाला क्या ना क्या पठेबे ये मंच को उच्च करेंगे एवं ये प्रवचन हम ये गीता यज्ञ सरला गीतार विषय तात्पर्य आम समस्त बुझेबा। निश्चित भाव प्रवचक आसवे आपण प्रकृत ज्ञान को ठीक भाव देवे जहाँफल जहाँ लोक मैंने मांकड़ बोली भावुले से रामदूत बोली भावे एमती एक समय आस जहाँ भी हो ये सब कार्यक्रम पछरू प्रेरणा दौथुवा पंडित रतिकांत वैद्य आम गहन अच्छा अनुरोध करी आपण भावना केमी सृष्टि है साहाय्य करने कहीं साहाय्य करुँच से बाबद में संक्षिप्त टिप्पणी देवे। हरे मुखंकरति वाचालं पंगुलंघयते गिरिं यत्कृपास्तमहं वन्दे परमानंदमाधवम्। भगवान गीतारे कहिसन्ति यदा यदा हि धर्मस्य ग्लानिर्भवति भारत अभ्युत्थानं धर्मस्य तदात्मनं सृजाम्यहम्। परित्राणाय साधूनां विनाशाय च दुष्कृतं धर्मं संस्थापनार्थाय संभवामि जुगे जुगे। जेतेबेले अधर्म बढ़ी चले धर्म नाश हुए दुष्ट मानकर प्रताप बढ़ी चले सेतेबेले मु निजे अवतार नहीं कि कौन करे जे धरापृष्ठ को आसे स्वयं निजे शरीर रे धरापृष्ठ को आसे साधु मान को रक्षा करे दुष्ट मान को दलन करे और धर्म संस्थापन करे। ए प्रकार से भगवान कहते मु निजे आसी थाए बोली कहते। आउ भागवत रे श्रीमद् भागवत कहती बढ़िया पदटे करिक राउ थाए मुही मो बिनु अन्य गति नाही। जितेबाला आवश्यक हुए धर्म संस्थापन दुष्ट मान को दलन करने से मुझे स्वयं आसी थाए आ कौन करी कराऊ थाए मुई मो बिनु अन्य गति नहीं। जितेबाला निजे आसिक करने मत पड़े आउ मु करे थाए कौन करे थाए कैवल्य मंडल मोर मानस संतान मान को कौन करे थाए धरावतरण करे थाए। तेणु ठीक जे मानस संतान धरावतरण करि थांती आसिक साधु सन्थ माने अधिक करि थांती आउ किछि तांकर संतान कौन करी धरावतरण करिकि कौन करिसंती तांको कार्य को संपादन करते किंतु आमे निमित्त मात्र आमे कौन जे भगवान प्रेरणा ही कौन हूँ आम ये आध्यात्मिक अनुष्ठान मान सहित जड़ित। तेणु ये निमित्त मात्र ये जो कर्म आम हूँ निमित्त मात्र जे कोई जो प्रेरणा आम पाखे आसला देख आज ये नुह उत्तर रे श्रीमद् भागवत आ दक्षिण उत्तर रे दक्षिण रे श्रीमद् भागवत आ उत्तर रे श्रीमद् भगवत गीता आ पूर्व रे कौन हूँ चंपाझर पंचायत पूर्व रे से रामचरित मानस हनुमान स्थापना चली आ पश्चिम रे कौन स्थापना होची ताकू मध्ये आप मान कौन करने अपेक्षा करने पड़ो। खाली एतिक नुह ये अनेक जन्म कर्म फले मनुष्य जन्म मही तले अनेक केते जन्मर कर्म फले केते जन्म अतिक्रम बाघ भागलु छेड़ी अतिक्रम करी आम आसिक मनुष्य जन्म अतिक्रम करी आज मनुष्य जन्म रे पहुँचीचे ताले कौन पाई पहुँचीचे सर्वश्रेष्ठ जीव रे मनुष्य आमको देछि हाथ देछि गोड़ देछि कान देछि कौन होछि तुमको कौन करिया समाज संस्कार करिया पाई समाज संस्कार करने आमको देछि ताले समस्त जीव जंतुंकर कौन कर समस्त परिवेश जीव जंतु समस्तंकर कौन कर समस्तंकर काम करने आमको भगवान पठेइछन्ति। ताले पर दारेषु मातृवत् लष्ट्रवत् पर द्रव्येषु आत्मावत् सर्वभूतेषु ज पश्यति स पंडित। पर दारेषु मातृवत् ये हूँ आध्यात्मिक चिंतन पर द्रव्येषु
ମାତୃବତ୍ ଅନ୍ୟର ସ୍ତ୍ରୀକୁ ନିଜ ସ୍ତ୍ରୀକୁ ଛାଡ଼ି ଅନ୍ୟ ସ୍ତ୍ରୀକୁ ମାଆ ପରି ଦେଖିବା। ରାମକୃଷ୍ଣ ପରମହଂସ ଗୋଟିଏ ପାଦ ଆଗକୁ ଯାଇକି କ'ଣ ନିଜର ଧର୍ମପତ୍ନୀକୁ କ'ଣ କରିଥିଲେ? ମା ରୂପରେ ଥିଲେ, ମାତୃଶକ୍ତି ରୂପରେ ତାକୁ ଦେଖିଥିଲେ। ଆଉ ରାଷ୍ଟ୍ରବତ୍ ପରେ ଦ୍ରବ୍ୟେଷୁ, ଗୋଡ଼ି ମାଟି ପରି ଅନ୍ୟ ଦ୍ରବ୍ୟକୁ ଦେଖିବା। ଆତ୍ମବତ୍ ସର୍ବଭୂତେଷୁ, ହେଲେ ନିଜ ପରି କ'ଣ କରିବା? ଅନ୍ୟମାନ ସମସ୍ତଙ୍କୁ ଦେଖିବା। ଯ ପଶ୍ୟତି ସ ପଣ୍ଡିତ, ଯିଏ ତାକୁ ବୁଝେଇଛି ଆଉ ତାକୁ କାର୍ଯ୍ୟରେ ପରିଣତ କରିଛି ସେ କ'ଣ ହେଉଛି? ସିଏ ପଣ୍ଡିତ। ଆତ୍ମବତ୍ ସବୁ, ନିଜ ପରି। ମୋ ଦେହରେ ଯେଉଁ ଆତ୍ମା ଅଛି ଆଉ ଜଣଙ୍କ ଦେହରେ ସେଇ ଆତ୍ମା ଅଛି, ପଶୁଟାରେ ସେଇ ଆତ୍ମା ଅଛି, ପକ୍ଷୀଟାରେ ସେଇ ଆତ୍ମା ଅଛି, ଏ ସାରା ବୃକ୍ଷଟାରେ ବୃକ୍ଷର ମଧ୍ୟ ଜୀବନ ଅଛି। ତାହେଲେ ବୃକ୍ଷ ଦେବ ଭବ ବୋଲି ଆମେ କହୁଛେ, ବୃକ୍ଷ ଦେବ ଭବ, ବୃକ୍ଷ ରକ୍ଷତି ବୃକ୍ଷ ରକ୍ଷତି ରକ୍ଷିତ, ବୃକ୍ଷକୁ ରକ୍ଷା କଲେ ସେ ଆମକୁ ରକ୍ଷା କରିବ, ଏଇ ଯେଉଁ ରକ୍ଷା କରିବ। ଏ ପ୍ରକାର ଚିନ୍ତନ, ଇଏ ହେଉଛି ଆଧ୍ୟାତ୍ମିକ ଚିନ୍ତନ ଅଛି। ଏଇ ଆଧ୍ୟାତ୍ମିକ ଚିନ୍ତନ ବଳରେ କ'ଣ ହେଉଛି? ଚିନ୍ତନ କରି କିଏ ଚିନ୍ତନ କରିବ? ଏ ମନୁଷ୍ୟ ସମାଜ ଚିନ୍ତନ କରିବ ଆଉ ସମସ୍ତ ଜୀବ ଜଗତର ପରିପାଳନ କରିବ ଅଛି। ସେଇ ଶକ୍ତି ଆମକୁ ନେଇକି ଆସିଛି। ଆମ ପାଖରେ ଯେଉଁ ସୁକୃତି ଅଛି, ଆମ ପାଖରେ ଭଗବାନ ଦେଇଛନ୍ତି, ଆମ ପାଖରେ ସୁକୃତି ଅଛି। ସେ ସୁକୃତି ବାଣ୍ଟିବା ପାଇଁ ଆମମାନଙ୍କୁ ଈଶ୍ୱରଙ୍କର କ'ଣ ପ୍ରେରଣା କେତେବେଳେ ଆସିଯାଏ ଯେ ସେ ସୁକୃତି ବାଣ୍ଟୁ କ'ଣ ହୁଏ? କେଉଁଠି ଭାଗବତ ଟୁଙ୍ଗି ହେଇଯାଉଛି, ଆଉ କେଉଁଠି ଗୀତା ଜୟନ୍ତୀ ହେଇଯାଉଛି, କେଉଁଠି ରାମଚରିତ ମାନସ ପଢ଼ା ହେଉଛି, ହନୁମାନ ଜୟନ୍ତୀ କେଉଁଠି ପାଳନ କରାହେଉଛି। এই ପ୍ରକାର ହେଉଛି। ଆଉ ଇଏ ଦୁର୍ଲଭ ଜୀବନ, ଏଇ ମନୁଷ୍ୟ ଦୁର୍ଲଭ ଜୀବନ କାହିଁ ପାଇବୁ ତୁହି ମନରେ। এই ଦୁର୍ଲଭ ଜୀବନ, ଏ ମନୁଷ୍ୟ ଜନ୍ମଟା ଦୁର୍ଲଭ ଜୀବନ, ଇ କାହିଁ ମିଳିବ? ଯେତେ ଯାବତ୍ ଯିବେ ସୁଖମ ଯିବେ, ହେଲା ନା? ଯେତେ ଦିନ ପର୍ଯ୍ୟନ୍ତ ସୁଖରେ ବଞ୍ଚିଛେ ଆମେ, ଯାବତ୍ ଯିବେ ସୁଖମ ଯିବେ, ସୁଖରେ ବଞ୍ଚିଛେ। ଆଉ ଯେତେ ଦିନ ପର୍ଯ୍ୟନ୍ତ ସେ ଈଶ୍ୱରୀୟ କାର୍ଯ୍ୟ, ଇଏ ହେଉଛି ଯଜ୍ଞ, ହେଉଛି ଈଶ୍ୱରୀୟ କାର୍ଯ୍ୟ। ଗୀତା ଯଜ୍ଞ ହେଉଛି ଈଶ୍ୱରୀୟ କାର୍ଯ୍ୟ। ଭଗବାନ ଧର୍ମ ସଂସ୍କୃତିକୁ ରକ୍ଷା ପାଇଁ ଯଜ୍ଞ ଅନୁଷ୍ଠାନ କରିକି ଧର୍ମ ସଂସ୍ଥାପନ କରିକି ଚାଲିଥିଲେ। ଆଉ କଳି ଯୁଗରେ କିଏ କରିବ? এই ମନୁଷ୍ୟ ସମାଜ କରିବ, ଏ ଧର୍ମ ଯଜ୍ଞ ଅନୁଷ୍ଠାନ କରିବ ଆଉ ପରିବେଶକୁ ନିର୍ମଳ କରିବ। ଆଉ ସେଥିପାଇଁ ଭଗବାନଙ୍କର ପ୍ରେରଣା ସମସ୍ତଙ୍କର। ପାଦେ ବଢ଼େଇଲେ ସେ କ'ଣ ହେବ? 10 ପାଦ ଠେଲିକି ନେଇଯିବେ। এই ପ୍ରେରଣା କ'ଣ ଅଛି? ମୋର ନିଜର ଅନୁଭବ ଅଛି। ପାଦେ ଚାଲିଲେ 10 ପାଦ ସେ ଠେଲିକି ଆମକୁ ପହଞ୍ଚେଇ ଦେବେ ଠିକ୍ ସ୍ଥାନରେ, ଲକ୍ଷ୍ୟ ସ୍ଥାନରେ ପହଞ୍ଚେଇ ପ୍ରକାର ଅନୁଭବ ଅଛି। ଆଉ ଆମ ସମସ୍ତଙ୍କର କ'ଣ ହେଉଛି? କ୍ରିକିଚିପାଳ ଆଉ ମାଙ୍କଡ଼ବଡ଼ା ଆଉ ଯେଉଁଟା ଗ୍ରାମବାସୀ ମା ଭଉଣୀମାନଙ୍କୁ, ଭାଇମାନଙ୍କୁ, ବନ୍ଧୁମାନଙ୍କୁ ସମସ୍ତଙ୍କୁ ଅନୁରୋଧ ଯେ ଆପଣ ଥରେ ପାଦେ ବଢ଼ାନ୍ତୁ, ଆସିକି ଯାଇକି ସହଯୋଗ କରନ୍ତୁ। ନିଶ୍ଚୟ ଏ ଗାଁର ମଙ୍ଗଳ ହେବ, ଏ ଗାଁର ପରିବର୍ତ୍ତନ ହେବ। ଏ ଯଜ୍ଞ ହେଲେ ଯଜ୍ଞାତ ଭବତି ପର୍ଯ୍ୟନ୍ୟାତ ଅନ୍ନ ସମ୍ଭବ ବୋଲି କହୁଥିଲେ। ଯଜ୍ଞ କଲେ ବର୍ଷା ହେବ, ବର୍ଷା ହେଲେ ଶସ୍ୟ ଉତ୍ପନ୍ନ ହେବ, ଶସ୍ୟ ଉତ୍ପନ୍ନ ହେଲେ କ'ଣ ହେଉଛି? ସବୁ ଜୀବଜଗତ ସେଇ କ'ଣ କରିବେ? ତାକୁ ଭୋଜନ କରିକି କ'ଣ ଶାନ୍ତିରେ ରହିବେ। ତେଣୁ ଏଇ ଯେଉଁ ହେଉଛି ଯଜ୍ଞ, ଏଇ ଯେଉଁ ପବିତ୍ର ଯଜ୍ଞ, ଏଇ ଯେଉଁ ପବିତ୍ର ଯଜ୍ଞରେ କ'ଣ ହେଉଛି? ଲେଲିହାନ ଶିଖା ଉଠୁଛି, ଲେଲିହାନ ଶିଖା ଧୂଆଁ ହେଉଛି, ଯେଉଁ ବୃତାହୁତି କରାହେଉଛି, ଅମ୍ଳଜାନ ସୃଷ୍ଟି, ପରିବେଶ କ'ଣ ହେଉଛି? ପବିତ୍ର ହେଉଛି। ଏଇ ପରିବେଶ ଯେତେବେଳେ ପବିତ୍ର ହେଉଛି ସମସ୍ତେ ସୁଖରେ ଆରାମରେ ରହିବେ। ଏଇଟା ହେଉଛି ଯଜ୍ଞର ମୁଖ୍ୟ ଉଦ୍ଦେଶ୍ୟ। ଆଉ ସେ ପ୍ରେରଣା କ'ଣ ହେଉଛି ଯେ କେହି ନା କେହି କେତେବେଳେ କେଉଁଠି ଯଜ୍ଞ ଅନୁଷ୍ଠାନ ହେଉଥାଏ, କେଉଁଠି ନାମ ଯଜ୍ଞ ହେଉଛି, କେତେବେଳେ ପ୍ରେରଣା ଆସିଯାଏ, ମୁଁ ସେଇଠି ଯାଇକି ପହଞ୍ଚିଯାଏ। ଯେଉଁଠି ନାମ ଯଜ୍ଞ ହେଉଛି, କେଉଁଠି ଗୀତା ଯଜ୍ଞ ହେଉଛି, କେଉଁଠି ହନୁମାନ ଜୟନ୍ତୀ ହେଉଛି, ସେ ଟାଣି ସେ ଲୋକଟା ଉପରବାଲା ସେ CCTV କ୍ୟାମେରାରେ ଦେଖୁଛି ଯେ କେଉଁଠି ଅଛି ରତିକାନ୍ତ ମଧ୍ୟ, ତାକୁ ନେଇଯା ସେଇ ଜାଗାକୁ, ସେ ଟାଣିକିନି ନେଇଯାଏ। ଆମେ CCTV କ୍ୟାମେରା ଖାଲି ମାଇକ୍ ରଖୁନି ନାହିଁ, ଜଣେ ତାର CCTV କ୍ୟାମେରା ଧରିକି ବୁଲୁଛି, ଦେଖୁଛି କିଏ କ'ଣ କରୁଛି। ତାର ଭଲ ମନ୍ଦ ବିଚାର କରିବା ତା ପାଖରେ ଶକ୍ତି ଅଛି, ଭଲ ମନ୍ଦ ବିଚାର କରିବା ତା ପାଖରେ ଶକ୍ତି ଅଛି। ସେ CCTV କ୍ୟାମେରାଟାକୁ ସେ ଘୁରଉଛି ସବୁବେଳେ, କିଏ କ'ଣ କରୁଛି। ତେଣୁ ଆମେ ସବୁବେଳେ ସତ୍କର୍ମରେ ଲିପ୍ତ ହେବା। ସତ୍କର୍ମରେ ଲିପ୍ତ ହେଲେ ସେଇ ଭଗବାନଙ୍କର CCTV କ୍ୟାମେରା ଦେଖୁଛନ୍ତି, ଏଇମାନେ ସବୁ ଆଜି ଯଜ୍ଞରେ ଯେଉଁ ରହିଥିଲେ, ଏଇ ଯେଉଁ ପବିତ୍ର ଜନ୍ମସ୍ଥାନ, ନିଶ୍ଚୟ ଆମମାନଙ୍କ ଉପରେ ଆଶୀର୍ବାଦ ପଡ଼ିବ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ଆଉ ଏତିକି କହି ମୋର ବକ୍ତବ୍ୟ ଏଇଠି ରଖୁଛି। ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ବହୁତ ସୁନ୍ଦର ବାର୍ତ୍ତା ଦେଇଛନ୍ତି। ସେ ତାଙ୍କର ଯେଉଁ ସଂକଳ୍ପ ହେଇଛି, କେଉଁଥିପାଇଁ ସିଏ ଏ ପ୍ରେରଣା ସବୁ ଦେଇଥାନ୍ତି, ସେ କହିଛନ୍ତି ଯେ
परित्राणाय साधनं विनाशाय च दुष्कृतं धर्मं संस्थापनार्थाय संभवामि। ଯେତେବେଳେ ଧର୍ମର ଗ୍ଲାନି ହୁଏ ଅଧର୍ମର ଉତ୍ଥାନ ହୁଏ କି ଭାରତରେ ପରମାତ୍ମା ଭଗବାନ ନିଜେ ଆସିଥାନ୍ତି ମାନବ ଶରୀର ମାଧ୍ୟମରେ ଶାସନମାନଙ୍କ ପରିତ୍ରାଣ କରନ୍ତି ଦୁଷ୍କୃତ ବିନାଶ କରନ୍ତି ପ୍ରକୃତ ଧର୍ମର ସ୍ଥାପନା କରିଥାନ୍ତି। ଯେହେତୁ ଭଗବାନ ତାଙ୍କୁ ଦେଖାଯାଏ ନାହିଁ ସେ ଅଶରୀରୀ ହିଁ ନିରାକାର ହିଁ ଥାନ୍ତି ତେଣୁ କରି କରାଉଥାଏ ମୁଁ ଅଭିନନ୍ଦନ କରେ ନାହିଁ। ମୁଁ ସବୁ କରୁଥାଏ ସତ କିନ୍ତୁ ନିଜେ କିଛି କରେ ନାହିଁ ମୁଁ କରେଇ ଦେଇଥାଏ। ସେ କରିବା ପାଇଁ ଯୋଉ ମାନବମାନଙ୍କୁ ସେ ନିର୍ଦ୍ଦିଷ୍ଟ କରିଥାନ୍ତି ସେ ମାନବମାନଙ୍କୁ ପଠାଇଥାନ୍ତି ଏଇ ସବୁ କର୍ମ କରିବା ପାଇଁ ପ୍ରେରିତ କରିବା ପାଇଁ ସେଥିମଧ୍ୟରୁ ସିଏ ଜଣେ ସେ କହିଛନ୍ତି ମୁଁ କିଛି କରେ ନାହିଁ ମତେ ଅଟୋମେଟିକାଲି ଉପରବାଲା ଟାଣି ନିଅନ୍ତି ସେଇ ସ୍ଥାନକୁ ଯୋଉ ସ୍ଥାନରେ ଆବଶ୍ୟକତା ଥାଏ ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲୋକମାନଙ୍କ ଧର୍ମ ଲାଇନକୁ ସତ୍ଧର୍ମକୁ ସତ୍ନ୍ୟାୟ ସଂସ୍କାର ସ୍ଥାପନ କରିବା ପାଇଁ ଯୋଉ ସୃଷ୍ଟି କରାଯାଏ ସେଥିରେ ପଠାଇଛନ୍ତି। ବହୁତ ବହୁତ ସାଧୁବାଦ ଜଣାଉଛି ତାଙ୍କୁ। ଠିକ ଅଛି ସମୟ ପାଖେଇ ଆସିଲାଣି ସରି ଆସିଲାଣି ସମୟକୁ ବ୍ୟର୍ଥ ନ ଯିବା ପାଇଁ ଏ କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା ସମୟ ପ୍ରସ୍ତୁତ ହେଲାଣି ତଥାପି ଆମ ଗଣରେ ଅଛନ୍ତି ଜଣେ ସୁସାହିତ୍ୟିକ ଯିଏକି ଆଧ୍ୟାତ୍ମିକ ଜ୍ଞାନକୁ ନେଇ କବିତା ଲେଖି ସେ ସମାଜରେ ବାଣ୍ଟୁଛନ୍ତି ସେଥିରେ ସାରା ଓଡ଼ିଶାରେ ସେ ପରିଚିତ ହେଇଛନ୍ତି କବି ଦେବେନ୍ଦ୍ର କୁମାର ନାୟକ। ମୁଁ ତାଙ୍କୁ ଅନୁରୋଧ କରିବି କିଛି କହିବା ଦରକାର ନାହିଁ ଆପଣଙ୍କ କବିତା ହିଁ ସବୁ କିଛି କହିବ। साधुवाद ना ओम श्री परमात्मा नमः। आज मंच पर आज ठिया सुजोग मिली ईश्वर को प्रणाम। ओम नमो भगवते वासुदेवाय। मु एई नना को कहबा अनुसार मु किछि कहबा ପାଇଁ ଚାହୁଁଛି କେବଳ କବିତା ଟିଏ ପାଠ କରୁଛି। श्रीपदे आसु शुणिबा।